ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଝିଅଙ୍କୁ ମିଳିବ 1,01,000 ଟଙ୍କା। ଚଳିତ ବଜେଟରେ ମହିଳାଙ୍କ ପାଇଁ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ପାଇଁ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଯାଉଛି। ଏହି ଯୋଜନା ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ 20,000 ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ। ଏହାପରେ ସ୍ନାତକ ଶେଷ ହେବା ପରେ ତାଙ୍କୁ 1,01,000 ଟଙ୍କା ପ୍ରଦାନ କରାଯିବ। ପରବର୍ତ୍ତୀ ଖବର, ଝିଅ ଜନ୍ମ ହେଲେ ମିଳିବ 1,00,000 ଟଙ୍କା। ଝିଅମାନଙ୍କୁ ଶିକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଆଣୁଛନ୍ତି। ଏହି ଯୋଜନା ଗୁଡ଼ିକର ଏକମାତ୍ର ଲକ୍ଷ୍ୟ ହେଉଛି ମହିଳାଙ୍କୁ ସଶକ୍ତ କରିବା। ତେବେ ରାଜ୍ୟ ସରକାର ଏପରି ଏକ ଯୋଜନାର ଘୋଷଣା କରିଛନ୍ତି ଯେଉଁଥିରେ ଝିଅ ଜନ୍ମ ହେଲେ ମିଳିବ ପ୍ରାୟ 1,00,000 ଟଙ୍କା। ପରବର୍ତ୍ତୀ ଖବର, ରାଜ୍ୟ ବଜେଟରେ ଗ୍ରାମାଞ୍ଚଳର ଉନ୍ନତି ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ବିକଶିତ ଓଡ଼ିଶା ଭିଜନର ପ୍ରଥମ ସ୍ତମ୍ଭ ହେଉଛି ଗ୍ରାମୀଣ ସଶକ୍ତିକରଣ। ଗାଁକୁ ସଡ଼କ, ବିଜୁଳି ଓ ପାଣି ଭଳି ମୌଳିକ ସୁବିଧା ପାଇଁ ସରକାର ମିଶନ ପାୱାର ଆରମ୍ଭ କରିବେ। ଶକ୍ତି, ପଞ୍ଚାୟତରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମିଶନ ମୋଡରେ କାର୍ଯ୍ୟ କରିବେ। ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ଓ ଯୋଜନା ଗୁଡ଼ିକ ପାଇଁ 44,309 କୋଟି ଟଙ୍କାର ବ୍ୟାପକ ନିବେଶ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଦେଇଛନ୍ତି। ପରବର୍ତ୍ତୀ ଖବର, ସବୁ ମେଡିକାଲରେ ବେଡ୍ ସହ ବଢ଼ିବ ଆଇସିୟୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ନିମନ୍ତେ ବଜେଟରେ 23,182 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି, ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ 17,737 କୋଟି ଟଙ୍କା ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତାବିତ ଏହି ବ୍ୟୟ ମୋଟ ବଜେଟ୍ ଆକାରର 7.5% ଅଧିକ ଅଟେ। ବିଭିନ୍ନ ସରକାରୀ ମେଡିକାଲରେ ସରକାର ଶଯ୍ୟା ସଂଖ୍ୟା ବଢ଼ାଇବେ। ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 5,000 ଆନ୍ତଃ ବିଭାଗ ଶଯ୍ୟା ଯୋଡ଼ାଯିବ। ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ 1,800 ଆଇପିଡି ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପରବର୍ତ୍ତୀ ଖବର, ସୁଭଦ୍ରା ଯୋଜନା ପାଇଁ 10,000 କୋଟି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ 3,10,000 କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି। ଏହି ବଜେଟରେ ସାଧାରଣ ଜନତାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସହ ସୁଭଦ୍ରା ଯୋଜନା ଉପରେ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି। ସୁଭଦ୍ରା ଯୋଜନା ପାଇଁ 10,145 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଯୋଗୁଁ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ 12 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପରବର୍ତ୍ତୀ ଖବର, ବଜେଟରେ ଶ୍ରୀମନ୍ଦିରକୁ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ 3,10,000 କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି। ଏହି ବଜେଟରେ ସାଧାରଣ ଜନତାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ଓ ସଂସ୍କୃତି ପାଇଁ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି। ପରବର୍ତ୍ତୀ ଖବର, କୃଷି ଓ ଚାଷୀଙ୍କ ପାଇଁ ବଜେଟରେ ଟଙ୍କା ବର୍ଷା। ବଜେଟରେ ବନ୍ୟା ପରିଚାଳନା ପାଇଁ 530 କୋଟି ବ୍ୟବସ୍ଥା। ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର ପ୍ରୋଗ୍ରାମ ପାଇଁ 1,000 କୋଟି। ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ 180 କୋଟି। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ପାଇଁ 280 କୋଟି। ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଞ୍ଜୀବନୀ ଘୋଷଣା। 3,33,000 ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ। 2029 ସୁଦ୍ଧା 15,000 ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ବଜେଟରେ ଚିଲିକା ପୁନରୁଦ୍ଧାର ଯୋଜନା ଘୋଷଣା ହୋଇଛି। ଭୂ ଆକୃତିଗତ ଅସ୍ଥିରତା ଦୂର ପାଇଁ କାର୍ଯ୍ୟ କରିବ ଏହି ଯୋଜନା। ପରବର୍ତ୍ତୀ ଖବର, ମଧୁବାବୁ ପେନସନ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା।
ଏଥିରେ ମଧୁବାବୁ ପେନସନ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ସମସ୍ତ ଯୋଗ୍ୟଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ ଖାଲି ସ୍ଥାନ ପୂରଣ ନିୟମ ଆଉ ଲାଗୁ ହେବ ନାହିଁ। ବାଦ ପଡ଼ିଥିବା 6 ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ପେନସନ ମିଳିବ। ପୂର୍ବ ସରକାର ଏନେଇ ଅନ୍ୟାୟ କାର୍ଯ୍ୟ କରିଥିଲେ ବୋଲି ବଜେଟ ଉପସ୍ଥାପନ ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ବାପା ମାଙ୍କ ଅନୁମତି ବିନା କେହି ବିବାହ କରିପାରିବେନି, ବିଧାନସଭାରେ ପ୍ରସ୍ତାବ ଦେଲେ ସରକାର। ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜୀକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି। ବାପା ମାଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ ପୂର୍ବରୁ ବାପା ମାଙ୍କ ଅନୁମତି ଅନିବାର୍ଯ୍ୟ। କୌଣସି ବି ଯୁବକ ଯୁବତୀ ଘର ଛାଡ଼ି ଆଉ ନିଜ ଇଚ୍ଛାରେ ବିବାହ କରିପାରିବେ ନାହିଁ। ସରକାର ବିବାହ ପଞ୍ଜୀକରଣ ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟକାରୀ ହେବା ପରେ ଗୁଜୁରାଟରେ ବିବାହ ନିୟମ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯିବ। ପରବର୍ତ୍ତୀ ଖବର, ଏଆଇ ଫାଶରେ ଛନ୍ଦି ହେଲେ 39 ଶିକାରୀ। ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ଏକ ବଡ଼ ଧରଣର ଶିକାରୀ ଗୋଷ୍ଠୀକୁ କାବୁ କରିଛି ବନ ବିଭାଗ। 39 ଜଣ ଅସଶସ୍ତ୍ର ଶିକାରୀଙ୍କ ଠାରୁ 9ଟି ଦେଶୀ ବନ୍ଧୁକ, ପ୍ରଚୁର ପରିମାଣର ଗୁଳିଗୋଳା ଓ 20ରୁ ଅଧିକ ଧନୁତୀର ଜବତ କରାଯାଇଛି। ଏଆଇ କ୍ୟାମେରାରୁ ମିଳିଥିବା ସୁରାକ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଶିକାରୀଙ୍କ ଏହି ଦଳଟି ଶିମିଳିପାଳ ମଧ୍ୟକୁ ପ୍ରବେଶ କରିଥିଲା। ଜଙ୍ଗଲରେ ଲାଗିଥିବା ଆଧୁନିକ ଏଆଇ କ୍ୟାମେରା ସାହାଯ୍ୟରେ ଏହା ଅନୁପ୍ରବେଶର ରିଅଲ ଟାଇମ୍ ଆଲର୍ଟ ବନ ବିଭାଗକୁ ମିଳିଥିଲା। ପରବର୍ତ୍ତୀ ଖବର, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ଟାରିଫ୍ ବା ଆମଦାନୀ ଶୁଳ୍କକୁ ବେଆଇନ ଘୋଷଣା କରି ରଦ୍ଦ କରିଛନ୍ତି। ମୁଖ୍ୟ ବିଚାରପତି ଜନ୍ ରବର୍ଟସଙ୍କ ନେତୃତ୍ୱରେ 6ରୁ 3 ବହୁମତରେ ଏହି ନିଷ୍ପତ୍ତି ଶୁଣାଯାଇଛି। କୋର୍ଟ ନିମ୍ନ ଅଦାଲତରେ ସେହି ଆଦେଶକୁ ବଜାୟ ରଖିଛନ୍ତି, ଯେଉଁଥିରେ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ଅସମ୍ବିଧାନିକ କୁହାଯାଇଥିଲା।